ନନ୍ଦିନୀ ଡାଲମାରେ ବେଶୀ ଲୁଣ ପକେଇ ଦେଇଥିବେ ଆଉ ମନେ ମନେ କହିବେ, ଏବେ ମୁଁ ବି ଦେଖିବି ପଲ୍ଲବୀ, ତୁ ମାୟା ଆଣ୍ଟିଙ୍କ ପାଖେ ପାଖେ ରହି ତାଙ୍କ ସେବା କେମିତି କରିବୁ। ତୋର ଏଇ ଦାୟିତ୍ୱହୀନତା ଦେଖି ମାୟା ଆଣ୍ଟି ନିଜେ ମୋତେ ତାଙ୍କ ସେବା କରିବାର ଦାୟିତ୍ୱ ଦେବେ। ସେ ସବୁ କଥା ନନ୍ଦିନୀ ଭାବୁଥିବେ। ତାପରେ ମମତା କହିବେ, ଆଦର୍ଶ, ପଲ୍ଲବୀ ଠିକ୍ କଥା କହୁଛି। ମୁଁ ବହୁତ ଭଲ ଭାବରେ ଜାଣିଛି ସେ ଡାଲମାରେ ଏତେ ଲୁଣ ପକେଇନି। ପୁଣି କହିବେ, ଏକ ତ ପଲ୍ଲବୀ ଦିଦିଙ୍କ ପାଇଁ ସବୁବେଳେ ଏଲର୍ଟ ଥାଏ। ସେ ଡାଲମାରେ ଲୁଣ ପକେଇଲା ବେଳେ ମୁଁ ନିଜେ ତା ପାଖରେ ଥିଲି। ତାପରେ ନନ୍ଦିନୀ କହିବେ, ତ ତାହେଲେ ଡାଲମା ଏତେ ଲୁଣିଆ ହେଲା କେମିତି ଆଣ୍ଟି? ତାମାନେ ସମସ୍ତେ କ'ଣ ମିଛ କହୁଛନ୍ତି? ତାପରେ ମାୟା କହିବେ, ବାସ୍, ଏବେ ତମେମାନେ ଟିକେ ଚୁପ୍ ରହିବ। ତାପରେ ମାୟା ଡାଲମା ଖାଇ କହିବେ, ଟିକେ ଅଧିକ ଲୁଣିଆ ହେଇଯାଇଛି। ତାପରେ ଆଦର୍ଶ କହିବେ, ଦେଖ ପଲ୍ଲବୀ, ନେକ୍ସଟ ଟାଇମ୍ ରୋଷେଇ କଲାବେଳେ ଏସବୁ ପ୍ରତି ଟିକେ ଧ୍ୟାନ ଦେବ। ତାପରେ ନନ୍ଦିନୀ କହିବେ, ଆଦର୍ଶ, ତମେ ପଲ୍ଲବୀକୁ କାହିଁକି ଦୋଷ ଦେଉଛ? ପୁଣି କହିବେ, ଭୁଲ ତ ମୋର। ପଲ୍ଲବୀ ପିକନିକରୁ ଆସିବା ପର୍ଯ୍ୟନ୍ତ ମାୟା ଆଣ୍ଟିଙ୍କର ଖାଇବା ଦାୟିତ୍ୱ ମୋର ଥିଲା। ପଲ୍ଲବୀ ତରତର ହେଇ ଗେଟ୍ ଟୁଗେଦରରୁ ଫେରି ଡାଲମା କଲାବେଳେ ଅଜାଣତରେ ହୁଏତ ଲୁଣ ଟିକେ ଅଧିକା ପଡ଼ିଯାଇଛି। ସେଥିପାଇଁ ସିଏ ଏବେ କ'ଣ କରିପାରିବେ? ତାପରେ ମାୟା କହିବେ, ଦେଖ, ତମେମାନେ ସମସ୍ତେ ଲୁଣ ମ୍ୟାଟରକୁ ଏଇଠି ବନ୍ଦ କର। ବହୁତ ହେଇଗଲା ଏସବୁ। ପୁଣି କହିବେ, ଆକ୍ଚୁଆଲି ମମତା ଠିକ୍ କହୁଥିଲେ। ଆମେ ସମସ୍ତେ ପଲ୍ଲବୀ ଉପରେ ବହୁତ ବୋଝ ଲଦି ଦେଇଛେ। ତାପରେ ପୁଣି କହିବେ, ପଲ୍ଲବୀ, ମୁଁ ତତେ ମୋ ସେବା ଦାୟିତ୍ୱରୁ ଫ୍ରି କଲି। ତୁ ଆଦର୍ଶର, ଏନଜିଓର ଆଉ ଘରର ଦାୟିତ୍ୱ ବୁଝିବୁ। ବାସ୍ ଏତିକି। ଆଉ କହିବେ, ମୋ କଥା ନନ୍ଦିନୀକି ବୁଝିବାକୁ ଦେ। ମାୟାଙ୍କ ପାଖରୁ ଏମିତି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ମାୟା କହିବେ, କାଲିଠୁ ମୋ ଖାଇବା ସେ ତିଆରି କରିବ। ତାପରେ ନନ୍ଦିନୀ ଖୁସି ହେଇଯାଉଛନ୍ତି। ତାପରେ ମାୟା କହିବେ, ବାସ୍, ଏବେ କ୍ଲିଅର? ସମସ୍ତେ ଏବେ ଟିକେ ଶାନ୍ତିରେ ଖାଅ। ତାପରେ ନନ୍ଦିନୀ କହିବେ, ଏବେ ତ ଡାଲମା ବିନା ଆପଣଙ୍କୁ ଖାଇବାରେ ପ୍ରୋବ୍ଲେମ୍ ହେବ ଆଣ୍ଟି। ମୁଁ ଏବେ ଯାଇ ଆପଣଙ୍କ ପାଇଁ ଟିକେ କମ୍ ଲୁଣ ପକେଇ କିଛି ତିଆରି କରି ନେଇ ଆସୁଛି। ତାପରେ ନନ୍ଦିନୀ ରୋଷେଇ ଘରକୁ ଯିବେ। ତାପରେ ପଲ୍ଲବୀ ନନ୍ଦିନୀ ପାଖକୁ ଆସିବେ ଆଉ କହିବେ, ମୁଁ ବହୁତ ଭଲ ଭାବରେ ଜାଣିଛି ଏସବୁ ତୋ କାମ ନନ୍ଦିନୀ। ମାମାଙ୍କ ପାଖରେ ପ୍ରିୟ ହେବା ପାଇଁ ତୁ ତ ନିଜକୁ ଯେତେ ସୋପ୍ କରିବା କଥା କରିଦେ, କିନ୍ତୁ ପରେ ମୋ ସହିତ ମୁହାଁମୁହିଁ ହେବା ପାଇଁ ନିଜକୁ ପ୍ରସ୍ତୁତ କରି ରଖ। ତାପରେ ନନ୍ଦିନୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଏବେ କ'ଣ ନନ୍ଦିନୀ ଡରିକି ପଲ୍ଲବୀଙ୍କୁ ସବୁ ସତ କଥା କହିଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।